ନିର୍ବାଚନର ରଣାଙ୍ଗମର ସୁଦୃଢ଼ କରୁଛି ନିର୍ବାଚନୀ ସଭା। ପାଟଣା ନିର୍ବାଚନ ମଣ୍ଡଳୀ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଟଳଙ୍ଗ ଗ୍ରାମରେ ବିଜୁ ଜନତା ଦଳର ଏକ ନିର୍ବାଚନ ସଭା ଆୟୋଜିତ ହୋଇଯାଇଛି। ଏହି ନିର୍ବାଚନୀ ସଭାରେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡକ୍ଟର ହରିଶ ଚୌଧୁରୀ, ସଂଯୋଜକ ଦୀପକ ରାଜ, ବରିଷ୍ଠ ବିଜେଡି କର୍ମୀ ଭବାନୀ ଶଙ୍କର ନାୟକ, ସତ୍ୟବ୍ରତ ନାୟକଙ୍କ ସହିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ ଉପସ୍ଥିତ ଥିଲେ। ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ ବିଗତ ଦିନରେ ବିଜେଡି କରିଥିବା ବିକାଶର ଚିଠା ସର୍ବସାଧାରଣଙ୍କୁ ଜଣାଇ ଦେଇଥିଲେ। ଆଗକୁ ମଧ୍ୟ ଓଡ଼ିଶା ମାଟିରେ ଅନେକ ବିକାଶର ସ୍ୱପ୍ନ ଦେଖୁଥିବା 4.5 କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଜଗନ୍ନାଥ ନାୟକ ଅନୁରୋଧ କରିଥିଲେ। ଜଗନ୍ନାଥ ନାୟକ ଜଣେ ଯୁବ ନେତା ହୋଇଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ପାଟଣା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ଭବ, ଏକଥା ପ୍ରତି ଭୋଟର ଜାଣିସାରିଛନ୍ତି। ପୁଣି ଥରେ ଡବଲ ଶଙ୍ଖରେ ଭୋଟ ଦେଇ ଜଗନ୍ନାଥ ନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କ ହାତମୁଠା ଟାଣ କରିବା ସହିତ ପୁନର୍ବାର ଷଷ୍ଠ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ, ଏଥିରୁ ସ୍ପଷ୍ଟ ଜଣାପଡୁଥିଲା। ଏହି ନିର୍ବାଚନୀ ସଭାର ମୁଖ୍ୟ ଆୟୋଜକ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ନାୟକ, ଦୀପକ ମଣ୍ଡଳଙ୍କ ସହିତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ବିଜେଡି ସଭାପତି ରମେଶ ଚନ୍ଦ୍ର ନାୟକ, ସମିତି ସଭ୍ୟ ବୈଦେହୀ ନାୟକ, ବିଜେଡି କର୍ମୀ କୁଳମଣି ମହାନ୍ତ, ଶିରାପାଣି ମହାନ୍ତଙ୍କ ସହିତ ଅନେକ ବିଜେଡି କର୍ମୀ ସହଯୋଗ କରିଥିଲେ। ଏହି ନିର୍ବାଚନୀ ସଭାରେ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ବିଜେଡି ସଂଯୋଜକ ବାସୁଦେବ ସିଂ ସଭା ପରିଚାଳନା କରି ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ।